ଆଉ ମାଛୁଆ ଭାଇକି ଦେଖିବ କି ଆପଣ ମାନେ? ସମସ୍ତଙ୍କୁ ଶୁଭ ସକାଳ ଏବଂ ଜୟ ଜଗନ୍ନାଥ। ଆଉ ସମସ୍ତଙ୍କର ଦିନ ଭଲ ଯାଉ, କିନ୍ତୁ ଆମେ ସକାଳୁ ଆମ ଦିନଟା ଭଲ ଗଲା ନା। କାହିଁକି ନା ଆମେ ଯୋଉ ମିଶନରେ ଆସିଥିଲୁ କାଲି ରାତିରେ କହିଥିଲୁ, ଆଉ ସେ ମିଶନ ସକ୍ସେସ୍ ହେଲା ଯେ ଏତେ ଭଲସେ ସକ୍ସେସ୍ ହେଲା ନା, ଫୁଲ ଭିଡିଓ ଦେଖିଲେ ଜାଣିପାରିବ କଣ ପାଇଁ ସକ୍ସେସ୍ ହେଲା ନା। ଆଉ ରାତି ସାରା ଶୋଇନି ବୁଝିଲ ଭାଇମାନେ। ଆଉ ଦିଟା କଣ କି ମାଛ ଲାଗିଛି ଯେ ରାତି ସାରା ନିଦ ହେଇନି, ସକାଳ କେମିତି ହବ ମାଛକୁ ଆଣିବି କାଳେ କିଏ ନେଇଯିବ ମାଛ। ଆଉ ଆସିଲୁ ଏ ପାଣି ଭିତରକୁ ଆଉ ପଶି ହବ ନା ଯାହା ନାଗିଲାଣି। ଏଉଠୁ ବାଡି ଫାଡି ପୁରେଇ ଟାଣଦେମି। ପାଣିକି ପଶିଲେ କାଲି ରାତିରେ କହିଥିଲେ ଆଜି ବି ସେଇ ମଲା ମାଛଙ୍କ ସହିତ ମୁଁ ବି ସଫା। ଆଉ ଏମିତି ଟାଣି ପକେଇବା ଆଉ ଯାହା ହବ ଦେଖାଯିବ ଆଉ। ମାଛ ଯଦି ଆଉ ଦିଟା ଖଣ୍ଡେ ଲାଗିଥିବ ତାହେଲେ ଟିକେ ଭଲ ହବ, ନହେଲେ ସେଇ ଦିଟାକୁ ବି ଖାଇଯିବୁ ଫିଷ୍ଟି କରିକି। ଜାଣିନ ଥଣ୍ଡା କଣ ଏତେ ଜୋର। କଣ ମାଛ ଚାଲିଗଲେ ନା କଣ? କାଲି ରାତିରେ ଦିଟା ଦେଖାଯାଉ କିଛି ଦେଖାଯାଉନି, ସେଠି କଣ ଜାଲ ଫାଲ ଛିଡିଗଲା ଆଉ। ଭାଇ ଇଲିଶି ଲାଗିଥିଲା ତାକୁ କିଏ ଫାଳେ ଖାଇ ଯାଇଛି। ମାନେ ଆମେ ଖାଇବୁ ବୋଲି ଇଚ୍ଛା ଥିଲା, ଆମ ଲୋଭରେ ଆଉ କିଏ ଆଖି ପକେଇଦେଲା ହେଇଥା ଫାଳେ ନାହିଁ। ଆଉ ଗୋଟେ ତ ଆମର କଉ ଲାଗିଛି ଆଉ କଉ ତ ବଞ୍ଚିକି ରହିବ। ପ୍ରୟାସ ଜାରି ରହିବ, ପୁଣି ରାତିରେ ବସେଇବୁ ମୁଁ ସାୟଦ କାଲିକି ଲାଗିଯିବ। ଲାଗିଲେ କାଲି ରାତିରେ ନେଇଯାଇଥିଲା ଆମର ଏଇ ଯୋଉ ଏଡିକି ମୋଟା ଇଲିଶି ଏଇଖିଣା ବଞ୍ଚିଥାନ୍ତା, ଆମେ ତାକୁ ଆଜି ଖାଇଥାନ୍ତୁ। ଛାଡ଼ ଯିବା ଆଉ। ଛୁତି ଛଡ ପକେଇଥିଲି ତା ଦେହରେ ବି ବିଫଳ, ଜାଲ ପକେଇଲି ତା ଦେହରେ ବି ବିଫଳ, ଛି ଆଉ ବହେ କଷ୍ଟର ଫଳ ହେଲା ଏଇ ଗୋଟେ ଛିଣ୍ଡା ଇଲିଶି ଆଉ ଗୋଟେ କଉ ଆଉ। ଏଇ ଇଲିଶରେ କାଟିକି ଆମେ ତାକୁ ରୋଷେଇ କରିଦବୁ, ଆମେ ଫାପାଡିଆ ଲୋକ ନୁହଁ। କି କଷ୍ଟରେ ଆମେ ଧରିଛୁ। ଚାଲ ଯଦି ଫିଷ୍ଟି କଲୁ ଭିଡିଓରେ ଫିଷ୍ଟି କରୁଛୁ ବୋଲି ବି ଦେଖେଇମି। ହଉ ଯାଉଛୁ, ଶୁଭ ସକାଳ ଚାଲ।